ବର୍ଗମୂଳ ବାହାର କରିବାର ସରଳ ଉପାୟ। ଦେଖନ୍ତୁ ମୁଁ ଆଜି ଯେଉଁ ଟ୍ରିକ୍ ଆପଣଙ୍କୁ ଶିଖେଇବି, ଏଇ ଟ୍ରିକ୍ରେ ଯେତେ ବଡ଼ ବର୍ଗ ସଂଖ୍ୟା ହେଇଥାଉ ନା କାହିଁକି ସହଜରେ ଗୋଟିଏ ମିନିଟ୍ ଭିତରେ ଆପଣ ବର୍ଗମୂଳ ବା ସେଇ ସଂଖ୍ୟାର ବର୍ଗମୂଳ ପାଇପାରିବେ। ତ ଦେଖନ୍ତୁ କିଛିଟା ଜିନିଷ ଆମେ ଜାଣିବାର ଅଛି। ପ୍ରଥମେ ନା କ'ଣ, ଯେଉଁ ସଂଖ୍ୟାର ବର୍ଗମୂଳ ଆମେ ପାଇବା ସେହି ସଂଖ୍ୟାର କିଛି ନିୟମ ଜାଣିବା। ଦେଖନ୍ତୁ ଏଇଠି ଗୋଟିଏ ମୁଁ ସାରଣୀ ଦେଇଛି ନା କ'ଣ, ଏଇଟା ଏକ ଘର ଅଙ୍କ ଆଉ ଏଇଟା ସଂଖ୍ୟା। ନା ଆମେ ଜାଣିଛେ ନା 1କୁ 1 ସହିତ ଗୁଣିଲେ ତାର ଏକ ଘର ଅଙ୍କ 1 ରହିବ, 2କୁ 2 ସହିତ ଗୁଣିଲେ ତାର ଏକ ଘର ଅଙ୍କ 4 ରହିବ, 3କୁ 3 ସହିତ ଗୁଣିଲେ ତାର ଏକ ଘର ଅଙ୍କ 9 ରହିବ, ଆଉ 4କୁ 4 ସହିତ ଗୁଣିଲେ 4 ଚଉ 16 ଜାଣିଛନ୍ତି ନା ଏକ ଘରେ ଦେଖନ୍ତୁ 6 ରହିବ, ଆଉ 5କୁ 5 ସହିତ ଗୁଣିଲେ ଦେଖନ୍ତୁ ତାର ଯେହେତୁ 5କୁ 5ରେ ଗୁଣିଲେ 25, ଏକ ଘର ଅଙ୍କ 5 ରହୁଛି, 6କୁ 6ରେ ଗୁଣିଲେ 36 ହେଉଛି, ତାର ଏକ ଘର ଅଙ୍କ 6 ରହୁଛି, 7କୁ 7ରେ ଗୁଣିଲେ 49 ଯେହେତୁ ତାର ଏକ ଘର ଅଙ୍କ 9 ରହୁଛି, 8କୁ 8ରେ ଗୁଣିଲେ 64 ଯେହେତୁ ତାର ଏକ ଘର ଅଙ୍କ ଦେଖନ୍ତୁ 4 ରହୁଛି, ଆଉ 9କୁ 9ରେ ଗୁଣିଲେ 81 ଯେହେତୁ ତାର ଏକ ଘର ଅଙ୍କ 1 ରହୁଛି। ତ ଆପଣମାନେ ଏଇ ଏକକ ଘର ଅଙ୍କକୁ ଟିକେ ଧ୍ୟାନ ସହିତ ନେବେ। ତ ଚାଲନ୍ତୁ ଦେଖିବା ଏବେ ମୁଁ କେମିତି ସରଳ ଉପାୟରେ ଏ ଏକକ ଘର ଅଙ୍କକୁ ମନେ ରଖି ମୁଁ ବର୍ଗମୂଳ ବାହାର କରିପାରିବି। ଏଇଠି ଦେଖନ୍ତୁ ମୁଁ 5ଟି ସଂଖ୍ୟା ନେଇଛି। এই ସଂଖ୍ୟା ଗୁଡ଼ିକ କେଉଁ କେଉଁ ସଂଖ୍ୟାର ବର୍ଗ ଆମେ ଦେଖିବା, ସେ ମୂଳ ସଂଖ୍ୟାକୁ ଆମେ ପାଇବା। ତ ଦେଖନ୍ତୁ ଇଏ ହେଇଛି 4 ଅଙ୍କ ବିଶିଷ୍ଟ, ଇଏ ହେଇଛି 3 ଅଙ୍କ ବିଶିଷ୍ଟ, ଇଏ ବି 4 ଅଙ୍କ, ଇଏ ବି 4 ଅଙ୍କ, ଇଏ ଦେଖନ୍ତୁ 5 ଅଙ୍କ ବିଶିଷ୍ଟ। ତ ଚାଲନ୍ତୁ ଦେଖିବା ପ୍ରଥମ ଏ 4 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏବେ ଆମେ ବର୍ଗମୂଳ ବାହାର କରିବା। ତ ଦେଖନ୍ତୁ ମୁଁ ଆପଣମାନଙ୍କୁ ସାରଣୀ ଦେଖିଥିଲି କ'ଣ ନା, ୟାର ଏକକ ଘର ଅଙ୍କକୁ ଆମେ ଦେଖିବା ଯେ କେଉଁ ସଂଖ୍ୟାକୁ କେଉଁ ସଂଖ୍ୟା ଗୁଣନ କଲେ ୟାର ଏକକ ଘର ଅଙ୍କ 4 ରହୁଛି। ହେଲା, ପ୍ରଥମେ ଆମେ ୟାକୁ ଦେଖିବା ନା ଏଠି 4 ଅଛି ଯେହେତୁ କେଉଁ ସଂଖ୍ୟାକୁ କେଉଁ ସଂଖ୍ୟା ସହିତ ଗୁଣିଲେ 4 ରହୁଛି ଏକ ଘର ଅଙ୍କ। ତ ଏଠି ମୁଁ ଦେଇଛି ପ୍ରଥମେ ଦେଖ 2କୁ 2ରେ ଗୁଣିଲେ 4 ହେଉଛି, ଆଉ ଏଠି କେହି ନାହାନ୍ତି, 8କୁ 8ରେ ଗୁଣିଲେ 4 ହେଉଛି, 8 ଅଷ୍ଟାନ 64 ଯେହେତୁ ତାର ଏକ ଘର ଅଙ୍କ 4 ରହୁଛି। ହେଲା, ତେବେ ଯେହେତୁ ଏଠି 4ଟି ଅଙ୍କ ଅଛି, ଏଠି ଆମେ 2ଟାକୁ ଆମେ ଭାଗ କରିଦେବା। ହେଲା, ତାହେଲେ ଏଇଟା 44 ରହିଲା। ତାହେଲେ 44 ଯେହେତୁ ରହିଛି, ତାହେଲେ 2ର ବର୍ଗ କେବେ ହେଲେ ବି 44 ହେଇପାରିବ ନାହିଁ। ସେଥିପାଇଁ ଏବେ ଆମେ ୟାକୁ ନେଇଯିବା 8 ଅଷ୍ଟାନ 64 ଯେହେତୁ 8 ତାର ଏକ ଘର ଅଙ୍କ ହେଇଗଲା 8। ତାପରେ ଏଠି 14 ଅଛି, ଦେଖନ୍ତୁ ନା 14 କେଉଁ ସଂଖ୍ୟା ଆଉ କେଉଁ ସଂଖ୍ୟାରେ ଗୁଣିଲେ 14 ହେଇପାରିବ କିମ୍ବା 14ର ପାଖାପାଖି ସଂଖ୍ୟା ହେଇପାରିବ। ହେଲା, ତାହେଲେ 3 3 9 4 ଚଉ 16 ହେଇଯାଉଛି, 3 3 9 4 ଚଉ 16 ହେଇଯାଉଛି, 16ଟା ବଡ଼ ହେଇଯାଉଛି, ତେବେ ମୁଁ 3 ନେବି। ହେଲା, ତେବେ ଇଏ ହେଉଛି ନା କାହାର ନା 38 38ର ବର୍ଗ। ହେଲା, ଯଦି ବିଶ୍ୱାସ ହେଉନି ତାହେଲେ ଆପଣ ଗୁଣିକି ଦେଖିପାରନ୍ତି ଯେ 38ର ବର୍ଗ ଇଏ ହେଉଛି ନା ନାହିଁ। ହେଲା, ତାପରେ ଦେଖନ୍ତୁ ଏଇଠି 3 ଅଙ୍କ ବିଶିଷ୍ଟ ସଂଖ୍ୟା ପଳେଇ ଆସିଲା। ଇଏ ଦେଖନ୍ତୁ ୟାର ଏକ ଘର ଅଙ୍କ 9 ଅଛି। ଏଠି ଯେହେତୁ 3ଟି ଅଙ୍କ ଅଛି, ତେବେ ୟାକୁ ଆମେ କ'ଣ କରିବା ନା ଏଇ ଡାହାଣ ପଟୁ ଗୋଟିଏ ଅଙ୍କ ନେବା, ମଝି ଅଙ୍କଟାକୁ ଛାଡ଼ିଦେବା, ଆଉ ବାମ ଅଙ୍କଟାକୁ ନେବା। ହେଲା, ତାହେଲେ ଦେଖନ୍ତୁ ନା କେଉଁ ସଂଖ୍ୟାକୁ କେଉଁ ସଂଖ୍ୟାରେ ଗୁଣିଲେ ମୁଁ 9 ହେବ ବୋଲି କହିଥିଲି, ନା ଦେଖନ୍ତୁ 3କୁ 3ରେ ଗୁଣିଲେ 9 ହେବ ବୋଲି କହିଥିଲି ଅଛି, 3କୁ 3ରେ ଗୁଣିଲେ 9, ବା ଏଠି 7କୁ 7 ସହିତ ଗୁଣିଲେ ଯେହେତୁ 49, 7 49 କହିଥିଲି, କିନ୍ତୁ ଯେହେତୁ ଏଠି ଗୋଟିଏ ଅଙ୍କକୁ ମୁଁ ସ୍କିପ୍ କରିବା ପାଇଁ କହିଲି, ତାହେଲେ 3ର ବର୍ଗ 9 ଯେହେତୁ ମୁଁ ଏଠି ଲେଖିବି 3 3 9। ତାପରେ ଏଠି 6କୁ ମୁଁ ସ୍କିପ୍ କରିଦେଇଛି, 1କୁ 1ରେ ଗୁଣିଲେ କେତେ ହେବ ନା 1।
ताहले ये केते हो ना 13 वर्ग हो 169 बुझीगला। तापर देखा चलतु या भी सेमती दुई दुईटी अंक नहीं जावा ये अच्छी 36 ताहले क्यों संख्या और क्यों संख्यार गुणिले 36 ना 6 को 6 रे गुणिले 36 ताहले मुझे लिखिदेली 6 ताहले ये 19 अच्छी देखो ये 19 अच्छी ताहले क्यों संख्या और क्यों संख्या सहित गुणिले 19 सहित सामान हे 19 पाखापाखि हे 4 4 16 5 5 25 ताहले 4 4 नहीं जावा 46 तेबे ये हूँ आमर 46 वर्ग बुझीगला। पुणी देखंतु एडी पुणी 4टी संख्या अच्छी ये देखु 2 2 को मु भाग करदेली ये 81 जेहेतु अच्छी आखि बुझी आम कौन कर जेहेतु यार एक घर अंक एक अच्छी तो 9 नुआ 81 9 लिखिली। तापर ये 34 अच्छी ताहले क्यों संख्या और क्यों संख्यार गुणिले 34 हे बा तार पाक संख्या है 5 5 25 6 6 36 जाऊँगी ताहले मु 5 नेबी 5 5 25 59 वर्ग है 3481। तापर ये देखो गोटे 5 अंक विशिष्ट संख्या अच्छी ताहले 5 अंक विशिष्ट संख्यार मु भी सेमती आपण मान कौन कहूँ ना ये दुईटी को ये दुईटी आउ ये 3टी को आम नेबा बुझीगला मझे स्किप करवा नहीं एपटू डाण पटू 2टी अंक आउ बाम पटू 3टी अंक को आम नेबा बुझीगला ना ये जेहेतु 55 अच्छी यार आम 2टा अंक को देखा ना ताहले यार एक घर अंक देखा एक घर अंक अच्छी केते 5 जेहेतु एक घर अंक 5 अच्छी ताहले ये क्यों संख्यार वर्ग हो ना 5 वर्ग हो 5 5 25 है ताहले एठी 182 अच्छी माने ताहले ये क्यों संख्यार वर्ग 182 क्यों संख्यार वर्ग पाखापाखि हो ना 12 हे ना 12 144 है 13 रहा 169 होता आम 13 को ना 13 को नेले केते गला ना 135 बा 135 वर्ग 18255 हे निश्चित भाव में एतिकी हे तेबे ये ट्रिक आपण माने परीक्षा रे निश्चित भाव में ट्राए करेंगे बा वर्तमान घरे भी प्रत्येक संख्यार आपण ट्राए करूँ जदि यही फर्मूला सहजरे और शीघ्र जदि न बाहर ताले मते आपण माने कमेंट करके निश्चित भाव में जनातु जे नाई सर ए ट्रिक्रे वर्गमूल बाहरी पारुनी बोली आउ जदि ए ट्रिक्रे बाहर ताले निश्चित भाव में कमेंट रे जनातु यदि वीडियोटी भल लगी ताले निश्चित भाव में लाइक करूँ कमेंट करूँ और चैनल को सब्सक्राइब करने को भूलु ना। तो रही देखा पुणी नेक्स्ट वीडियो रे।